ପିଟିଲେ କୋହଲି କାନ୍ଦିଲା ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡକୁ ଆଣ୍ଠେଇ ଛାଡ଼ିଲା ଟିମ୍ ଇଣ୍ଡିଆ। ବିରାଟ କୋହଲିଙ୍କ ଆଗରେ ତିଷ୍ଠି ପାରିଲାନି ନ୍ୟୁଜିଲାଣ୍ଡ ଦଳ। ଘୋଷାରେ ଘୋଷାଣି ଛେଞ୍ଚିଲା ଭାରତର ରନ୍ ମେସିନ୍ ବିରାଟ କୋହଲି। ଦେଖିବାକୁ ଗଲେ ପ୍ରଥମ ଦିନିକିଆ ମ୍ୟାଚ୍କୁ ଟିମ୍ ଇଣ୍ଡିଆ 4 ୱିକେଟ୍ରେ ଜିତି ନେଇଛି। ଟିମ୍ ଇଣ୍ଡିଆ ଆଗରେ ବିଶାଳ 301 ରନ୍ର ବିଜୟୀ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଟିମ୍ ଇଣ୍ଡିଆ ମାତ୍ର 49 ଓଭର ବ୍ୟାଟିଂ କରି 6 ୱିକେଟ୍ ହରାଇ ଏହି ବିଜୟୀ ଲକ୍ଷ୍ୟ ହାସଲ କରିନେଲା। ଟିମ୍ ଇଣ୍ଡିଆ ପଟରୁ ଦେଖିବାକୁ ଗଲେ ରନ୍ ମେସିନ୍ ବିରାଟ କୋହଲି 93 ଏବଂ ଅଧିନାୟକ ପ୍ରିନ୍ସ ତଥା ସୁମାନ ଗିଲ୍ 56, ଉପ-ଅଧିନାୟକ 49 ଏବଂ କେଏଲ୍ ରାହୁଲ 29 ଏବଂ ହର୍ଷିତ ରାଣା 29 ରନ୍ କରିଥିଲେ ଏବଂ ଦେଖିବାକୁ ଗଲେ ହିଟ୍ ମ୍ୟାନ୍ ପୁଣି ଥରେ ବିଫଳ ହେଲେ। ସେ 26 ରନ୍ କରି ଆଉଟ୍ ହୋଇଥିଲେ। କାଇଲ୍ ଜେମିସନ୍ 4 ୱିକେଟ୍ ପାଇଥିଲେ ଏବଂ ଦେଖିବାକୁ ଗଲେ ନ୍ୟୁଜିଲାଣ୍ଡ ଦଳର ପ୍ରଥମେ ବ୍ୟାଟିଂ କରିଥିଲେ। ଦେଖିବାକୁ ନ୍ୟୁଜିଲାଣ୍ଡ ଦଳର ଟପ୍ ଅର୍ଡର ବ୍ୟାଟର ଭଲ ଆରମ୍ଭ ଦେଇଥିଲେ। 121 ରନ୍ ବେଳକୁ ଗୋଟିଏ ୱିକେଟ୍ ହରାଇବା ପରେ ହେନରୀ ନିକଲ୍ସ 62 ଏବଂ 56 ରନ୍ ଇନିଂସ ଖେଳିଥିଲେ। ଡେଭନ୍ କନୱେ ଏବଂ ଇନିଂସକୁ ଶେଷ ଯାଏଁ ସମ୍ଭାଳିଥିଲେ ଡାରେଲ୍ ମିଚେଲ୍। ସେ 84 ରନ୍ ଇନିଂସ ଖେଳିଥିଲେ। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯାଇଥିବା ବେଳେ ଗତକାଲି ବଦୋଦରା ଷ୍ଟାଡିୟମରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଭାରତର ପ୍ରିନ୍ସ ଅଧିନାୟକ ସୁମାନ ଗିଲ୍ ପ୍ରଥମ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ଜବାବରେ ନ୍ୟୁଜିଲାଣ୍ଡ ଦଳର ଟପ୍ ଅର୍ଡର ବ୍ୟାଟର ତୁଫାନି ବ୍ୟାଟିଂ କରିଥିଲେ। ଭାରତର ବୋଲରମାନଙ୍କୁ ଡିଟର୍ଜେଣ୍ଟ ଧୋଇବା ଆରମ୍ଭ କରିଥିଲେ। ଦେଖିବାକୁ ଗଲେ 21 ଓଭର ବେଳକୁ ସେ 27 ରନ୍ କରିପାରିଥିଲା। ନ୍ୟୁଜିଲାଣ୍ଡ ଦଳ ମାତ୍ର ଗୋଟିଏ ୱିକେଟ୍ ହରାଇ ପାରିନଥିଲା। ଏହାପରେ ନ୍ୟୁଜିଲାଣ୍ଡ ଦଳର ବ୍ୟାଟରମାନେ ଖାଲି ଗୋଟେ ପରେ ଗୋଟେ ୱିକେଟ୍ ହରାଇ ପେଭିଲିୟନକୁ ଫେରି ଯାଉଥିଲେ। ପୁରା ତାସ୍ ଖେଳ ପରି ଭୁଷୁଡ଼ି ପଡ଼ିଥିଲା ନ୍ୟୁଜିଲାଣ୍ଡ ଦଳର ବ୍ୟାଟରମାନେ। ଦେଖିବାକୁ ଗଲେ ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ 50 ଓଭର ବ୍ୟାଟିଂ କରି 8 ୱିକେଟ୍ ହରାଇ 300 ରନ୍ ସଂଗ୍ରହ କରିପାରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ 49 ଓଭର 6 ବ୍ୟାଟିଂ କରି 6 ୱିକେଟ୍ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିନେଲା। ତ ଫ୍ରେଣ୍ଡ, ଭିଡ଼ିଓଟି ଭଲ ଲାଗିଥିଲା ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।